नमो विष्णु कृष्ण श्रीमते भक्ति वेदांत स्वामी निति नामिने नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे नमो महावदन्याय कृष्ण प्रेम प्रदायते कृष्णाय चैतन्य नाम्ने गौरकिशो नमः हरे कृष्णा करुणा सिंधु दीनबंधो जगत्पते गोपेश गोपिका कांत श्री राधा कांत नमस्तुते तप्त कांचन गौरंगे राधे वृंदावनेश्वरी वृषभानुसुते देवी प्रणमामि हरिप्रिये वाञ्छा कल्पतरुभ्यश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद हरे कृष्णा कृष्ण कृष्ण हरे 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 राम 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 हरे हरे ओम नमो भगवते वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय। हरे कृष्णा। आमे 11 नंबर श्लोक को कंप्लीट करथिले आज 12 नबा तबे बेसिकली ये ज्ञान सेक्शन अर्जुनंकर जो निज परिवार प्रति सहानुभूति से सहानुभूति फल से युद्ध करने चाहूना शोक अच्छा से शोक मुक्त करने भगवान अर्जुन को दे चलती ज्ञान प्रथम ज्ञान से देले 11 नंबर श्लोक से कहले जे अर्जुन तमे जहाँ शोक करुच से शोक योग्य नुहे क्या से शोक करुले शरीर तेणु से कहते शरीर गोटे नुहे माने जिनस जहाँ आम शोक करवा एवं कहले मध्य जे तमे पंडित बोली कथबार्ता करुच कि तमे पंडित नुह कारण जी पंडित से केबे शोक करेनि क्या ना जीवित ना मृत मरी जाइथिबा लोक बा बंचिथिबा लोक पई से शोक करेनि। तो अर्जुनंकर नेचुरल डाउट आसीबो जे ठीक अछि बंचिथिबा लोक पई शोक करिविनि किंतु जो मरी जाइछि जो लोकटा तो कष्ट होउछि मते तेणु दुख तो लागिबो तेणु काहेकि मु शोक करिविनि बोलिकी पचारि पारନ୍ତି कृष्णଙ୍କୁ। तो कृष्ण तार उत्तर एई श्लोकरे वर्तमान दबाकू जाउछन्ति एवं ए श्लोकर सारमर्म एया जे वी नेवर डाई आमे केबे हेले मरे ना। तेणु अर्जुन को से कहउछन्ति जदि आमे मरुने तो का पई शोक करूछे तमर कनसर्न होउछि जे मु मारी दउछि बोलिकी एक्चुअली तमे काकू मारुन एई जिंस बुझेबाकू जाउछन्ति वर्तमान 12 नंबर श्लोकरे। हमु वर्तमान श्लोकटी गोटे सेकेंड शेयर करूछु श्लोकटी एई भଳି 12 नंबर श्लोक न तु एवं जातु नाशं न त्वं न इमे जनादिवा न चैव न भविष्यामः सर्वे वयं अतः पराम। ଏ ଶ୍ଲୋକରେ ଦେଖନ୍ତୁ ସେ କଣ କହୁଛନ୍ତି ନା ତୁ ଏବ ଅହଂ ଜାତୁ ନାଶମ୍ ଏଠି ଭଗବାନ ଆରମ୍ଭ କରୁଛନ୍ତି ସେ ତାଙ୍କର ସେ ନିଜଠୁ ଆରମ୍ଭ କରୁଛନ୍ତି ପ୍ରଥମେ କଣ ନା ନ ତୁ ଏବ ଅହଂ ଜାତୁ ନାଶମ୍ ଜାତୁ ମାନେ ସମୟ ଏମିତି କୌଣସି ସମୟ ନଥିଲା ଯେତେବେଳେ ଅହଂ ନା ଅସମ୍ ଅହଂ ନାଶମ୍ ମୁଁ ନଥିଲି ଅତୀତରେ ଏମିତି କୌଣସି ସମୟ ନଥିଲା ଯେତେବେଳେ ମୁଁ ନଥିଲି। ପ୍ରଥମେ ଅତୀତ କଥା ସେ କହୁଛନ୍ତି ପୁଣି କହୁଛନ୍ତି ନା ତ୍ୱଂ ଏମିତି ବି କୌଣସି ସମୟ ନଥିଲା ଅତୀତରେ ଯେତେବେଳେ ତମେ ନଥିଲ ନ ଇମେ ଜନାଧିପ ଆଉ ଏଠି ଯେତେକ ଅଛନ୍ତି ରାଜା ଏବଂ ସୈନ୍ୟମାନେ ଏ ଯୋଉ ରଣଭୂମିରେ ଏମାନେ ମଧ୍ୟ ଅତୀତରେ ଏମିତି କୌଣସି ସମୟ ନଥିଲା ଯେତେବେଳେ ସେମାନେ ନଥିଲେ। ତେବେ ପ୍ରଥମେ ନିଜ କଥା କହିଲେ ତାପରେ
ଆଙ୍ଗୁଠିଟିକୁ ବଢେଇ ଦେଲେ ଅର୍ଜୁନଙ୍କ ଆଡକୁ ଏବଂ କହିଲେ ତମେ ବି ନଥିଲ, ଏମିତି କୌଣସି ସମୟ ନଥିଲା ଯେତେବେଳେ ତମେ ନଥିଲ, ଏମିତି ବି କୌଣସି ସମୟ ନଥିଲା। ଆଙ୍ଗୁଠିଟି ବଢେଇ ଦେଲେ କୁଆଡେ? ଚାରିଆଡେ, ଇନକ୍ଲୁଡିଂ ଯାହାଙ୍କୁ ମାରିବା ପାଇଁ ଅର୍ଜୁନ ଇଚ୍ଛା କରୁନାହାନ୍ତି ତାଙ୍କୁ ଆଙ୍ଗୁଠି ଦେଖେଇ କହୁଛନ୍ତି ଏମାନେ ମଧ୍ୟ ଅତୀତରେ ଏମିତି କୌଣସି ସମୟ ନଥିଲା ଯେତେବେଳେ ସେମାନେ ନଥିଲେ। ପୁଣି କହୁଛନ୍ତି ନ ଚ ଏବ ନ ଭବିଷ୍ୟାମ, ଏମିତି ବି ସମୟ ନଥିଲା। ସର୍ବେ ବୟଂ ଅତଃ ପରମ୍, ସର୍ବେ ମାନେ ଆମେ ସମସ୍ତେ, ବୟମ୍ ଆମେ, ଆମେ ସମସ୍ତେ ୟା ପରେ, ଅତଃ ପରମ୍ ୟା ପରେ ଏମିତି ବି କୌଣସି ସମୟ ରହିବନି। ନ ଚ ଏବ ନ ଭବିଷ୍ୟାମ, ଭବିଷ୍ୟତରେ ବି ଏମିତି କୌଣସି ସମୟ ନଥିବ ଯେତେବେଳେ ଆମେ କେହି ନଥିବା। ତାମାନେ ଏ ଶ୍ଲୋକରେ କୃଷ୍ଣ କହିଲେ ଯେ ଆମେ ଅତୀତରେ ସମସ୍ତେ ଥିଲେ, ବର୍ତ୍ତମାନ ତ ଏଠି ଅଛେ ଆମେ, ଏବଂ ଭବିଷ୍ୟତରେ ମଧ୍ୟ ଆମେ ରହିବା ବୋଲିକି ଅର୍ଜୁନ କହୁଛନ୍ତି। ଗୋଟେ ସେକେଣ୍ଡ। ତେବେ ଏଇଠି ଅର୍ଜୁନ ତାମାନେ କହୁଛନ୍ତି, କୃଷ୍ଣ କହୁଛନ୍ତି ଆମେ ସମସ୍ତେ ଅତୀତରେ ଥିଲେ, ବର୍ତ୍ତମାନ ବି ଏଠି ଅଛେ ଏବଂ ଭବିଷ୍ୟତରେ ମଧ୍ୟ ଆମେ ରହିବା। ତାମାନେ ଆମମାନଙ୍କର ମୃତ୍ୟୁ ନାହିଁ। କ୍ଲିୟର କରିଦେଲେ। ଯେତେବେଳେ ମୃତ୍ୟୁ ନାହିଁ କହୁଛନ୍ତି, କୋଉ ବିଷୟ କହୁଛନ୍ତି? ଯେତେବେଳେ ପୂର୍ବ ଶ୍ଲୋକରେ ସେ ଶରୀରକୁ ନିନ୍ଦା କରିଛନ୍ତି, ଅସତ୍ୟ ବୋଲି କହିଛନ୍ତି ଏବଂ କହୁଛନ୍ତି ଯେ ମୃତ୍ୟୁ ତା ପାଇଁ ଶୋକ କରିବାର ନାହିଁ, ବୋଲେ ସେଇ ଶରୀର ବିଷୟ କହିଲେ। ତେଣୁ ଏଠି ଯେତେବେଳେ କହୁଛନ୍ତି ଆମେ ମରୁନେ, ଶରୀର ତ ମରୁଛି, ତାହେଲେ କାହା ବିଷୟ ସେ କହୁଛନ୍ତି? ଯେତେବେଳେ ଆମେ କହୁଛେ ଯେ ସେ ଯେତେବେଳେ କହୁଛନ୍ତି ଆମେ, ଆମର ମୃତ୍ୟୁ ନାହିଁ, ଅର୍ଥାତ ଆମେ ବୋଲେ କିଏ? ଆତ୍ମା। ତାମାନେ ଆମେ ସବୁ ଆତ୍ମା ବୋଲିକି ସେ କନଫର୍ମ କଲେ। वी आर सोल नॉट बॉडीज बोलिकी से कन्फर्म एटी करूଛନ୍ତି ଏ ଶ୍ଲୋକରେ। ଆମେ ଆତ୍ମା, ଶରୀର ନୁହେଁ ଏବଂ ଏ ଆତ୍ମାର ମୃତ୍ୟୁ ନାହିଁ। ଆମେ ଭବିଷ୍ୟତରେ ଥିଲେ, ଏବେ ବି ଅଛେ, ଅତୀତରେ ଥିଲେ, ଏବେ ବି ଅଛେ, ଭବିଷ୍ୟତରେ ରହିବା। ତେବେ ଏ ଶ୍ଲୋକରେ ଦେଖନ୍ତୁ କୃଷ୍ଣ ଟିକେ ବଲେ ମାନେ ବୁଲେଇ ବଙ୍କେଇକି କହୁଛନ୍ତି। ସେ ଚାହିଁଥିଲେ କହିପାରିଥାନ୍ତେ ଯେ ଅତୀତରେ ମୁଁ ଥିଲି, ଏବେ ବି ଆମେ ତ ଅଛେ, ଭବିଷ୍ୟତରେ ଆମେ ସମସ୍ତେ ରହିବା, ତମେ ବି ଥିଲ ଅତୀତରେ। କହିପାରିଥାନ୍ତେ ଆମେ ସମସ୍ତେ ଅତୀତରେ ଥିଲେ, ନ କହିକି ଏମିତି କୌଣସି ସମୟ ନଥିଲା ଯେତେବେଳେ ମୁଁ ନଥିଲି, ଏମିତି କୌଣସି ସମୟ ନଥିଲା ଯେତେବେଳେ ତମେ ନଥିଲ। ଏଇଭଳି କାହିଁକି ରାଉଣ୍ଡ ଆବାଉଟ ୱେରେ କହୁଛନ୍ତି କୃଷ୍ଣ? ତାକୁ ବି ଟିକେ ବୁଝିବାର ଅଛି। ये ଟିକେ ଏମ୍ଫାଟିକାଲ ହଉଛି, କୃଷ୍ଣଙ୍କର କିଛି ଉଦ୍ଦେଶ୍ୟ ଅଲଗା। ଏମ୍ଫାଟିକାଲ କାରଣ କୃଷ୍ଣ ଜାଣୁଛନ୍ତି ଆମେ, ଆମମାନଙ୍କର ପ୍ରକୃତି କଣ। ଏ ଅର୍ଜୁନ ମାଧ୍ୟମରେ ଏଇ ଯୋଉ ଗୀତାକୁ ଆମ ପାଖକୁ ପଠଉଛନ୍ତି, ଇଏ ଆମ ପାଇଁ ଆକ୍ଚୁଆଲି ଗୀତାଟା ଉଦ୍ଦିଷ୍ଟ ଏବଂ ଆମମାନଙ୍କର ନେଚର କଣ ଏବଂ ଆମେ କଣ କରୁଛେ ସେଟା କୃଷ୍ଣ ଜାଣୁଛନ୍ତି। ଯେ ଇଏ ମାନେ ଯୋଉ ଘିଅ ରୁକ୍ଷ ଯୋଉ ଆମେ କହୁଛେ ବାହାର କରିବା କଥା, ଏଇ ଜିନିଷ କିଏ ବାହାର କରିବ? ଯେ ଯଦି ଅତୀତରେ ଆମେ କହିଦବା ଯେ ମୁଁ ଅତୀତରେ ଥିଲି, କିଏ ଗୋଟେ କହିବ ନାଇଁ କୃଷ୍ଣ ତମେ ଅତୀତରେ ଏଇ ଜାଗାରେ ନଥିଲ, ତମେ ଏଠି ନଥିଲ, ଏଭଳିଆ କି ଗୋଟେ ଚାନ୍ସ ପାଇବ କହିବା ପାଇଁ। ତେଣୁ ସେ ଚାନ୍ସ ଦଉନାହାନ୍ତି। ଯେମିତି ଆମେ ଗୋଟେ ଭୋଜି କରୁଛେ, ଫଙ୍କସନ କରୁଛେ, ମୁଁ କେତେ ଲୋକଙ୍କୁ ଡାକିଛି ଫଙ୍କସନରେ, ସେ ଫଙ୍କସନରେ ପ୍ରସାଦମ ହେଇଛି ଏବଂ ମୁଁ ଯଦି କହିବି ଏଠି ଯୋଉମାନେ ଆସିଥିଲେ ସମସ୍ତେ ପ୍ରସାଦମ ପାଇଲେ, ଏ ବି ହେଇପାରେ ଆ ଭିତରୁ କେହି ପ୍ରସାଦମ ପାଇନଥିବେ। ଆସିଥିଲେ ଯୋଉମାନେ ପ୍ରସାଦମ ପାଇଲେ କହିଦେଲା ମାନେ ତା ଭିତରେ କେହି ଥିବେ ଦି ଚାରି ଜଣ ପାଇନଥିବେ। କିନ୍ତୁ ଯଦି ମୁଁ କହିଦେବି ଏଠି ଏମିତି କେହି ନଥିଲେ ଯେ ପ୍ରସାଦମ ପାଇନାହାନ୍ତି, ଏଟା ଟିକେ ଡବଲ ଆସର୍ଟିଭ ହେଇଯାଉଛି। ତେଣୁ ସେଥିପାଇଁ କୃଷ୍ଣ ଏଟାକୁ ମାନେ ଯୋଉ ସତ୍ୟକୁ ଏଷ୍ଟାବ୍ଲିଶ କରିବା ପାଇଁ ଇଏ ଦିଟା ନେଗେଟିଭ ୟୁଜ କରିକି ସେ ଏଷ୍ଟାବ୍ଲିଶ କରୁଛନ୍ତି। ମାନେ ଚାନ୍ସ ଦଉନାହାନ୍ତି ଆମକୁ କୌଣସି ତା ଦେହରୁ କିଛି ବାହାର କରିବା ପାଇଁ, ଡିକ୍ଲାରିଂ ସମଥିଙ୍ଗ ଟୁ ବି ଟ୍ରୁ।
ଆମେ ଅତୀତରେ ଏମିତି ସମୟ ନଥିଲା ଆମେ ନଥିଲେ ବୋଲେ ଏଇଭଳି ସେ ଏଷ୍ଟାବ୍ଲିଶ କରୁଛନ୍ତି। ଇଏ ହେଲା ପ୍ରଥମ। ଦ୍ୱିତୀୟରେ ଆମେ ଦେଖିବା ଯେ ଶ୍ଲୋକରେ କୃଷ୍ଣ କହୁଛନ୍ତି ଯେ ପ୍ରଥମେ ଆରମ୍ଭ କରୁଛନ୍ତି ଆଇରୁ, ମୁଁ ମାନେ ନିଜ କଥା କହୁଛନ୍ତି। ଶ୍ଲୋକରେ ମାର୍କ କରନ୍ତୁ, ପ୍ରଥମେ କହିଲେ ନ ତ୍ୱ ଏବ ଅହଂ। ସେ କାହିଁ କହିଲେନି ଅର୍ଜୁନଙ୍କ କଥା ଆଗ, କହିଲେନି ଯୋଉମାନେ ଏଠି ଅଛନ୍ତି ରାଜାମାନେ ଏବଂ ସୈନ୍ୟମାନେ ତାଙ୍କ କଥା, ଷ୍ଟ୍ରେଟ ନିଜ କଥା ଆରମ୍ଭ କଲେ। ତାର ବି କିଛି ରହସ୍ୟ ଅଛି। ଶିଷ୍ଟାଚାର ଦୃଷ୍ଟିରୁ ଆମେ କଣ କରୁଛେ, ଜେନେରାଲି ଶିଷ୍ଟାଚାର ଦୃଷ୍ଟିରୁ ଯେତେବେଳେ ଧରନ୍ତୁ ଆପଣଙ୍କ ଭିତରୁ ଜଣେ ମୋ ପାଖରେ ଅଛନ୍ତି, ମୁଁ କଣ କରିବି ଆପଣଙ୍କ ବିଷୟ ପ୍ରଥମେ ପଚାରିବି, ମାନେ ୟୁ ଫାଷ୍ଟ। ତାପରେ କଣ କରିବି, ଆପଣଙ୍କ ସାଙ୍ଗରେ ଯିଏ ରିଲେଟେଡ ତାଙ୍କ ବିଷୟ ପଚାରିବି, ହି ଆଣ୍ଡ ଦେ। ଦରକାର ପଡିଲେ ମୋ ପାଖକୁ ମୁଁ ଆସିବି, ମୋ ବିଷୟ କହିବି, ବା ମୁଁ କହିପାରେ ବା ନ କହିପାରେ। ତେଣୁ ୟୁ ହି ଆଇ ଏଇଟା ହଉଛି ଅର୍ଡର। କିନ୍ତୁ ଏଠି କୃଷ୍ଣ ଉଲ୍ଟା କରିଦେଲେ, ଆଇ ୟୁ ହି। କାହିଁକି? ସେଥିପାଇଁ କି ଭଗବାନ କହୁଛନ୍ତି ଯେ ଏଇ ଏଠି କାହା ବିଷୟ କହୁଛନ୍ତି, ଆତ୍ମା ବିଷୟ। ଯେତେବେଳେ ନିଜ କଥା କହୁଛନ୍ତି ସେ କିଏ, ପରମାତ୍ମା। ତେଣୁ ଆତ୍ମ ତତ୍ଵ ଭିତରେ ପରମାତ୍ମା ତତ୍ଵ ମଧ୍ୟ ଅଛି ବୋଲିକି ସେ କହୁଛନ୍ତି। ମୁଁ ଅଛି, ସେଥିପାଇଁ ତମମାନେ ଅଛ, ଏମାନେ ସବୁ ଅଛନ୍ତି, ଆମେ ସମସ୍ତେ ଅଛେ, ମୁଁ ଅଛି ବୋଲିକି। ଏବଂ ଯେତେବେଳେ ଆମେ ଦେଖିବା ଉପନିଷଦ, ଆମର କଥା ଉପନିଷଦ ହଉ ବା ଶ୍ଵେତ ସ୍ୱତର ଉପନିଷଦ ଅଛି, ସେଥିରେ ଲେଖା ହେଇଛି ନିତ୍ୟ ନିତ୍ୟାନାମ ଚେତନ ଚେତନାନାମ एको ବହୁନାମ ୟୋ ବିଦଧାତି କାମ ବୋଲିକି କୁହାଯାଇଛି। ତାମାନେ କଣ କୁହାଯାଇଛି ସେଠି, ଯେ ଭଗବାନ କୃଷ୍ଣ ଆପଣ ହଉଛନ୍ତି ଇଟରନାଲ, ନିତ୍ୟ ନିତ୍ୟାନାମ, ସିଏ ହଉଛନ୍ତି ଇଟରନାଲ, ଆମେ ବି ଇଟରନାଲ। ସେ ଶାଶ୍ୱତ, ଆମେ ଶାଶ୍ୱତ। ତାଙ୍କର ଚେତନା ଅଛି, ଚେତନ ଚେତନା ନାମ, ତାଙ୍କର ଚେତନା ଅଛି, ଆମର ବି ଚେତନା ଅଛି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ କୃଷ୍ଣଙ୍କ ସାଙ୍ଗରେ ଆମେ ସମାନ। କ୍ୱାଲିଟି ଦୃଷ୍ଟିରୁ ଆମେ ସମାନ ହେଇପାରିବା, କିନ୍ତୁ କ୍ୱାଣ୍ଟିଟି ଦୃଷ୍ଟିରୁ ନୁହେଁ। ତାଙ୍କର ଶକ୍ତି ଅଧିକା ପ୍ରତ୍ୟେକ ଜିନିଷରେ, ସେ ଏନର୍ଜେଟିକ ପାୱାରଫୁଲ। ସେ ହଉଛନ୍ତି ସୁପ୍ରିମ ଇଟରନାଲ, ଆମେ ଇଟରନାଲ, ସେ ହଉଛନ୍ତି ସୁପ୍ରିମ ଇଟରନାଲ, ଇଟରନାଲ ଅଫ ଅଲ ଇଟରନାଲ୍ସ। ସେ ହଉଛନ୍ତି ସୁପ୍ରିମ କନସସ୍, ସୁପ୍ରିମ କନସସ୍ ଅଫ ଅଲ କନସସ୍ ଜୀବାସ। ଯେତେ ଜୀବ ଅଛନ୍ତି ସେମାନେ ଚେତନା, ଚେତନା ଅଛି, କିନ୍ତୁ ତାଙ୍କଠୁ ଆହୁରି ସୁପ୍ରିମ କନସସ୍ ହଉଛନ୍ତି ଭଗବାନ ବୋଲିକି ଏ ଡିଫରେନ୍ସଟା ଆମକୁ ଜାଣିବାକୁ ହବ। ପୁଣି କହୁଛନ୍ତି ଖାଲି ସେତିକି ଡିଫରେନ୍ସ ନୁହେଁ, ଏକ ବହୁନା। ଭଗବାନ ହଉଛନ୍ତି ଏକ, ଆମେ ଅନେକ। ଡିଫରେନ୍ସ କଣ, ୟୋ ବିଦଧାତି କାମାନ, ଆମର ବହୁତ ପ୍ରକାରର ରହିଛି ଆବଶ୍ୟକତା, ତାକୁ ଭଗବାନ ପୂରଣ କରୁଛନ୍ତି, ଆମେ ତାଙ୍କର ସେବା କରୁଛେ। ତେଣୁ ସିଏ ଆମର ମେଣ୍ଟେନର, ତାହେଲେ ଆମେ ସିକ୍ୟୁର ତାଙ୍କ ପାଇଁ, ଆମେ ସୁରକ୍ଷିତ କାହା ପାଇଁ, ଭଗବାନଙ୍କ ପାଇଁ ବୋଲିକି ଏଠି ଅର୍ଜୁନଙ୍କୁ ମାନେ ଏଇଭଳି ସନ୍ଦେଶ ଦଉଛନ୍ତି ଏ ଗୀତାରେ, ଯୋଉଟା କି ଆମ ମାନଙ୍କ ପାଇଁ ଉଦ୍ଦିଷ୍ଟ। ତେଣୁ ସେ ଖାଲି ଇଟରନାଲ ନୁହନ୍ତି, ସୁପ୍ରିମ ଇଟରନାଲ। ସେ ତାଙ୍କ ଆମ ଭିତରେ ଡିଫରେନ୍ସ, ସେ ସୁପ୍ରିମ କନସସ୍ ଏବଂ ସେ ମଧ୍ୟ ମେଣ୍ଟେନର। ତା ଛଡା ତାଙ୍କ ଶରୀର ଏବଂ ଆତ୍ମା ଭିତରେ ଫରକ କିଛି ନାହିଁ। ତାଙ୍କର ଦିବ୍ୟ ଶରୀରଟି ହିଁ ଆତ୍ମା, ସଚ୍ଚିଦାନନ୍ଦ ଦିବ୍ୟ ଶରୀରଟି ହିଁ ଆତ୍ମା। କିନ୍ତୁ ଆମମାନଙ୍କର ଏଠି କଣ, ଏଠି ଅର୍ଜୁନ ଆଉ ଯୋଉ ରଜାଙ୍କ ବିଷୟ କହୁଛନ୍ତି ବା ଆମେ ମାନେ ବି ହୁଏ, ଏଠି କୃଷ୍ଣ ଆତ୍ମା ବିଷୟ କହୁଛନ୍ତି, ଶରୀର ବିଷୟ କହୁନାହାନ୍ତି। କିନ୍ତୁ ଭଗବାନଙ୍କର ଶରୀର ଓ ଆତ୍ମା ଗୋଟିଏ। ସେଥିପାଇଁ ତାମାନେ ଆମର ଶରୀର ଆତ୍ମା ଅଲଗା। ସେଥିପାଇଁ ଏଠି କେବଳ ଆତ୍ମା ବିଷୟ କହୁଛନ୍ତି, ୱି ନେଭର ଡାଏ। କାରଣ ପୂର୍ବ ଶ୍ଲୋକରେ ସେ ଶରୀର କଥା ନିନ୍ଦା କରିଦେଇଛନ୍ତି, କିନ୍ତୁ ଏଠି ଟୋଟାଲି ଆତ୍ମା ବିଷୟ କହୁଛନ୍ତି। ଏ ଶ୍ଲୋକଟି ବହୁତ ଇମ୍ପୋର୍ଟାଣ୍ଟ।
କୋଉ ଦୃଷ୍ଟିରୁ? এইଥିପାଇଁ ଇମ୍ପୋର୍ଟାଣ୍ଟ ଯେ ଆକୁ ଯଦି ଆମେ ଭଲ କି ନ ବୁଝିବା ଏ ଶ୍ଲୋକଟିକୁ, ଆମେ ଆଗକୁ ଯାଇକି ଭଗବତ ଗୀତା ବୁଝିବା ଆମକୁ ଡିଫିକଲ୍ଟ ହେଇଯିବ। ଯେମିତି ଆପଣ କୌଣସି ପର୍ଟିକୁଲାର ଗୋଟେ ସ୍ଥାନକୁ ଯିବାକୁ ଚାହୁଁଛନ୍ତି, ଆପଣ ରାସ୍ତା ଉପରକୁ ଓହ୍ଲେଇ ଯାଇଛନ୍ତି ଏବଂ ସେ ରାସ୍ତା ଉପରେ ଆପଣ ଯୋଉ ଜାଗାକୁ ଯିବା ଦରକାର ଲେଫ୍ଟ ଟର୍ନ ନେବା କଥା, ଆପଣ ରାଇଟ ଟର୍ନ ନେଇକି ଚାଲିଗଲେ, କଣ ହବ? ଆପଣଙ୍କର ଡେଷ୍ଟିନେସନକୁ ଆପଣ ବହୁତ ଦୂରକୁ ଚାଲିଗଲେ। ସେଇଭଳି ଏଠି ଯଦି ଆମେ ଏ ଶ୍ଲୋକଟିକୁ ଠିକରେ ନ ବୁଝିବା, ତାହେଲେ ଗୀତାର ଯୋଉ ସେଣ୍ଟ୍ରାଲ ମେସେଜ ତାଠୁ ଆମେ ବହୁତ ଦୂରେଇ ଯିବା। ତେଣୁ ଏ ଶ୍ଲୋକଟି ସେ ଦୃଷ୍ଟିରୁ ଭାରି ଇମ୍ପୋର୍ଟାଣ୍ଟ। ସେଥିପାଇଁ କୃଷ୍ଣ ହଉଛନ୍ତି ପରଫେକ୍ଟ ଟିଚର, ଗୀତା ହଉଛି ପରଫେକ୍ଟ ସାଇନ୍ସ। ଆମକୁ ଏଇ ମାଧ୍ୟମରେ, ବର୍ତ୍ତମାନ ଏଇ ଶ୍ଲୋକ ମାଧ୍ୟମରେ ସେ ଗୋଟେ ଇମ୍ପୋର୍ଟାଣ୍ଟ ମେସେଜ ଦଉଛନ୍ତି। ପ୍ରଥମେ କହୁଛନ୍ତି ଯେ वी आर नॉट बॉडी, वी आर सोल। ଆମେ ଆତ୍ମା ଏବଂ ଏ ଆତ୍ମା କେବେ ମରେନି, ତାମାନେ ଆମେ କେବେ ମରୁନେ, ଏ ଜିନିଷ କହିଲେ। ଇଏ ବି ଗୋଟେ ଶ୍ଲୋକ ଆଉ ଗୋଟେ ଦୃଷ୍ଟିରୁ ଇମ୍ପୋର୍ଟାଣ୍ଟ, କାରଣ କେତେକ ସାଇଣ୍ଟିଷ୍ଟ ଅଛନ୍ତି, କେତେକ ଫିଲୋସୋଫର୍ସ ଅଛନ୍ତି, ସେମାନେ କହନ୍ତି ଯେ ଏ ଜୀବନଟା ସରିଗଲେ ସବୁ ସରିଗଲା, ପର ଜୀବନ କଥା ଚିନ୍ତା କରି କିଛି ଲାଭ ନାହିଁ, ନାହିଁ ସେ ଜୀବନ। ଏବଂ ତାଙ୍କର ପଥ ପ୍ରଦର୍ଶକ ବା ଗୁରୁ ହଉଛନ୍ତି କିଏ? ଚାର୍ବାକ। ଚାର୍ବାକ କହୁଛନ୍ତି ଯାବତ୍ ଜୀବେତ ସୁଖಂ ଜୀବେତ ଋଣଂ କୃତ୍वा ଘୃତଂ ପିବେତ। ଯେଦିନ ଆମେ ବଞ୍ଚିଥିବା ପୁରା ରାଜକୀୟ ଜୀବନ ଯାପନ କରିବା, ସୁଖରେ ରହିବା। ଋଣଂ କୃତ୍वा ଘୃତଂ ପିବେତ, ଦରକାର ପଡ଼ିଲେ ଋଣ କରିବା ଘିଅ ଖାଇବା ପାଇଁ, ତାମାନେ ଯାବତୀୟ ଗଲତ କାମ କରିବା ନିଜ ସୁଖ ପାଇଁ, ଏ ଶିକ୍ଷା ଦେଇଛନ୍ତି। ଏବଂ କହୁଛନ୍ତି ଯେ ଭସ୍ମୀଭୂତସ୍ୟ ଜୀବସ୍ୟ ପୁନରାଗମନ କୁତଃ। ଏଇଥିପାଇଁ ଜଷ୍ଟିଫାଇ କରୁଛନ୍ତି ଯେ ଆଉ ତ ଆମେ ଆସିବାର ନାହିଁ ନା, ତେଣୁ ଯାହା କରିଥିବା ଏଇଠି ସରିଗଲେ ସବୁ ସରିଗଲା, ତେଣୁ ତମେ ଋଣ କରିଥା, ଯାହା କରିଥା, ଇଏ କରିଥା, କିଛି ଆଉ ନାହିଁ, ରାଜକୀୟ ଭଳିଆ ଜୀବନ ଯାପନ କର। ଇଏ ଚାର୍ବାକ ମୁନି ଏବଂ ତାଙ୍କର ଶିଷ୍ୟ ହଉଛନ୍ତି କେତେକ ସାଇଣ୍ଟିଷ୍ଟ, ଫିଲୋସୋଫର, ସେମାନେ ମଧ୍ୟ ଏଇ ଭଳି କୁହନ୍ତି। କିନ୍ତୁ ଏ ଶ୍ଲୋକ ତାକୁ ଖଣ୍ଡନ କରୁଛି, ଡେଷ୍ଟ୍ରୟ କରୁଛି ଏ ଫିଲୋସଫିକୁ। କହୁଛି ଆମେ ଆତ୍ମା, ଏଠି ଶେଷ ହେଇଗଲେ ଶେଷ ହେଇଯିବ ନୁହେଁ, वी नेवर डाई। ଆମେ ଆଉ ଗୋଟେ ଶରୀର ପାଉଛେ, ରିଇନକାର୍ନେସନ ଅଛି, ଟ୍ରାନ୍ସମାଇଗ୍ରେସନ ଅଛି, ତାମାନେ ପର ଜୀବନ ବୋଲି ଗୋଟେ ଜିନିଷ ଅଛି, ଯୋଉଟା ଚାର୍ବାକ ଏବଂ ତାଙ୍କର ଫଲୋଅର୍ସ ମାନେ କହିଲେ। ତାଙ୍କୁ ଏ ଶ୍ଲୋକ ଟୋଟାଲି ଖଣ୍ଡନ କଲା। ଖାଲି ଏ ଶ୍ଲୋକ ଖଣ୍ଡନ କରୁନି, ଇଭେନ ଆମର ଉପନିଷଦରେ ମଧ୍ୟ ଯେତେବେଳେ ଭଗବାନ ଯେତେବେଳେ କହୁଛନ୍ତି, ଉପନିଷଦରେ କୁହାହଉଛି ନିତ୍ୟ ନିତ୍ୟାନାମ ଚେତନ ଚେତନାନାମ। ନିତ୍ୟ ନିତ୍ୟାନାମ ମାନେ ଆମକୁ ଇଟରନାଲ ବୋଲିକି ଆମକୁ କହି ଦିଆଗଲା, ସନାତନ। ଆମେ ହଉଛେ ଶାଶ୍ୱତ, ପରମାନେଣ୍ଟ ବୋଲିକି କହି ଦିଆଗଲା ସେଠି ସେ ଶ୍ଲୋକରେ। ଯେମିତି ଏଠି ଭଗବାନ କହୁଛନ୍ତି, ଉପନିଷଦରେ ମଧ୍ୟ ସେଇଭଳି ଏଟା କୁହାଯାଇଛି। ତେଣୁ ଏଇ ଯୋଉ ପ୍ରକାରର ଚିନ୍ତାଧାରା ଯେ ଆମେ ଯେଦିନ ବଞ୍ଚିଥିବା ହାସ୍ ମଜା କର, ଆଜି वी डू नॉट हैव एनी पर्पस ऑफ लाइफ। ଆମ ଜୀବନର ପର୍ପସ କଣ? ଏଇ ଫିଲୋସଫିରେ ଆମେ ଯଦି ଯିବା, ଏ ଚାର୍ବାକ ଫିଲୋସଫିରେ, ତାହେଲେ ଆମ ଜୀବନର ପର୍ପସଠୁ ଆମେ ଦୂରେଇ ଯିବା। ଜୀବନର ପର୍ପସ ହଉଛି କଣ? ଜନ୍ମ ମୃତ୍ୟୁକୁ ସମାପ୍ତ କରିକି ଆମେ ଆମର ୱାପସ ଚାଲିଯିବା ଆମର ସ୍ୱରୂପ, ଯୋଉଟା ଭଗବାନଙ୍କର ସେବକ ହିସାବରେ ଭଗବାନଙ୍କ ପାଖରେ ଥିଲେ, ସେଠିକି ଆମେ ଚାଲିଯିବା ଭଗବାନଙ୍କର ସେବା କରିବା ପାଇଁ। ଆଉ ବଦ୍ଧ ଜୀବନ ଆମେ କରିବାନି, ଏ ଶରୀର ଧାରଣ କରିକି ଭୌତିକ ଜଗତକୁ ଆସିବାନି। ଇଏ ହଉଛି ଆକ୍ଚୁଆଲି ଉଦ୍ଦେଶ୍ୟ। ତେଣୁ ଆମର ଅଦରୱାଇଜ ଆମର ଅଛି, ପୁନର୍ଜନ୍ମ ଅଛି, ଆମେ ବାରମ୍ବାର ଆସୁଥିବା। ଏ ଶ୍ଲୋକ ସେଇ ଯୋଉ ଚିନ୍ତାଧାରାକୁ ଡେଷ୍ଟ୍ରୟ କରୁଛି, ସେ ଦୃଷ୍ଟିରୁ ଏ ଶ୍ଲୋକ ବହୁତ ଇମ୍ପୋର୍ଟାଣ୍ଟ। ତେବେ ଯାହା ହଉ, ଆମେ ଦେଖୁଛେ ଶରୀରର
तीनोटी वे शेष तार शेष अवस्था तीनोटी वे आम देखुचे ए शरीर पाउंस हो जाउची माटी हो जाउची नहले मल हो जाउची। हिंदू धर्म अनुसार जेतबळे मृत्यु होउची शरीरटी को कौन करा होउची जळै दिया जाउची पाउंस होइला। ख्रिस्टियंस मोहम्मदियंस सेमाने कोन करचंती माटी तले पोती देउचंती फाइनली से माटी हो जाउची एवं अन्य माने केते जण अछंती शरीरटी को फोपाड़ी दियंती आ से जो मृत शरीर को डेड बॉडी को फोपाड़ी देले ताकू श्वान श्रृगाल पक्षी पक्षी माने सब खुंपिकी कौन करुथबे ताकू लास्ट को मल भलिया कर दियंती। तो ये होची हमर शरीर जो शरीर पई हमें इतिकी जत्न नउचे केयर करूचे आ शरीर अवस्था फाइनल स्टेज होची या किंतु जोटा इम्पोर्टेंट जो जिनसटा इम्पोर्टेंट कोटा आत्माटी ता पई हमर जत्न नाही। यार अर्थ नुहे शरीर जत्न नबानी शरीर जत्न एइथपाई नबा ए काम करिबा कारण ए शरीर आत्मा पई काम करि परिबा। म्यूट म्यूट कर दे नहीं मैं तो सही है तो 10 मिनट अच्छी म्यूट म्यूट तबे एई हला हमर ए होची तीनोटी अवस्था म्यूट रे रखंतु तेणु एई भली अवस्था हमर तीनोटी स्टेज आमे फाइनल स्टेज आमे शरीर देखुचे तीनोटी आइदर पाउंस हो जाउची नहले मळ हो जाउची नहले माटी हो जाउची किंतु आमे ता प्रति एतिकी जत्नवा किंतु जो आत्माटी जोटा इम्पोर्टेंट ये शरीर भितर फसिकी रही सेठू केमती बाहर ता पई हमर कोनोसी प्रचेष्टा नाही। किंतु ए श्लोकर गोटे इम्पोर्टेंट मेसेज होउची जे आमे होचे व्यक्ति आमे व्यक्ति हमर व्यक्तित्व अछि एवं अर्थात अस्तित्व किंतु के जण कहंती जे हमर व्यक्तित्व नाही। बे श्लोक कहूची मु अतीत रे थिली वर्तमान अछि भविष्यत मध्य रहिबी मु सब बेले रहूची ताने मोर अस्तित्व अछि मु होउची सनातन काई कि भगवानंकर अंश भगवान भी सनातन शाश्वत तो तांको अंश सही क्वालिटी हबो शाश्वत एवं भगवान जेमती एक्जिस्ट करचंदी सब बेले मु मध्य सही बळी से आत्मा स्वरूप रे मु एक्जिस्ट करिवि। तो बद्ध जीवन हो बा हमर मुक्ति स्टेज हो लिबरेटेड स्टेट रे हो बा कंडीशन स्टेट रे हो जेमती वर्तमान मु कंडीशन स्टेट रे आमे समस्त कंडीशन स्टेट रे अर्थात कोन ना शरीर भितरे आमे अच्छे ये होची हमर बद्ध अवस्था ए स्टेज रे मोर व्यक्तित्व अछि जेतबळे मु एठू बाहरी जीवी मुक्ति हेबी केवल आत्मा रूपे मु एक्जिस्ट करबी सच्चिदानंद रूप नै कि सेतबळे मध्य मोर व्यक्तित्व रहिबो त मोर व्यक्तित्व सब बेले अछि। किंतु दुर्भाग्यवशत केतक फिलोसोफर अछंती मायावादी कुआ जाए मायावादी फिलोसफी सेटा जिनसटा से माने कहंती जे समस्ते इंक्लूडिंग कृष्णा सब माया रे जेतबळे हमको मुक्ति मिली गला आमे कोन हवा ना से जो ब्रह्मन से ब्रह्मन रे जाई के हमें मिसी जीवा मिसी की एक ही जीवा हमर अस्तित्व चली जीवो आ इंडिविजुअलिटी रही बने ये होची मायावादी फिलोसफी।
ଏବଂ ସେମାନେ ଆନାଲୋଜି ମଧ୍ୟ ଦିଅନ୍ତି ଯେ ଯେମିତି ନଦୀ ବହି ଚାଲୁଛି, ବିଭିନ୍ନ ନଦୀ ବହି ଚାଲୁଛି, ସମୁଦ୍ରରେ ଯାଇକି ମିଶିଗଲା ପରେ କଣ ତାଙ୍କର ଅସ୍ତିତ୍ୱ ଆଉ ରହୁନି, ସେମିତି ଆମର ଅସ୍ତିତ୍ୱ ରହିବନି। ମୁକ୍ତି ପରେ ଆମେ ଯେତେବେଳେ ଲିବରେଟେଡ ହେଇଗଲେ, ମୁକ୍ତି ପାଇଗଲେ ଶରୀରରୁ, ଆମେ ଯାଇକି ସେ ବ୍ରହ୍ମଣ୍ୟରେ ମିଶିଯିବା ଏବଂ ଏକ ହେଇଯିବା। ଦୁଇଟି ଜିନିଷ କହୁଛନ୍ତି, ଆମେ ଅସ୍ତିତ୍ୱ ହରାଇବା ଏବଂ ଆମେ ଏକାକାର ହୋଇଗଲେ, ଅର୍ଥ ଆମେ ମଧ୍ୟ ଭଗବାନ ହେଇଗଲେ। ଇଏ ହଉଛି ମାୟାବାଦୀ ଫିଲୋସଫି। ଏ ଶ୍ଲୋକ ତାକୁ ଖଣ୍ଡନ କରୁଛି। କହୁଛି ଆମେ, ଆମର ବ୍ୟକ୍ତିତ୍ୱ ଅଛି, ଆମେ ଅତୀତରେ ଥିଲେ, କୃଷ୍ଣ କହୁଛନ୍ତି ଅତୀତରେ ଥିଲେ, ବର୍ତ୍ତମାନ ବି ଅଛେ, ଭବିଷ୍ୟତରେ ମଧ୍ୟ ଆମେ ରହିବା। ଏବଂ ଯେତେବେଳେ ସେ କଥା କହୁଛନ୍ତି, এটা ମଧ୍ୟ ଉପନିଷଦରେ ମଧ୍ୟ ସେୟା କୁହାହଉଛି ଯେ ନିତ୍ୟ ନିତ୍ୟା ନାମ, ଆମେ ମଧ୍ୟ ଇଟରନାଲ, ଶାଶ୍ୱତ, ସେ ବି ଶାଶ୍ୱତ ବୋଲିକି ସେଠି ମଧ୍ୟ ଉପନିଷଦରେ ମଧ୍ୟ ସେ ଏକ୍ଜାକ୍ଟଲି ସେଇ କଥା କୁହାଯାଇଛି ଯୋଉଟା କୃଷ୍ଣ ଏଠି କହୁଛନ୍ତି ଯେ ଆମେ ପରମାନେଣ୍ଟ, ଅତୀତରେ ଥିଲେ ଭବିଷ୍ୟତରେ ବି ରହିବା, ଏବେ ତ ଅଛେ। ତେଣୁ ଆମର ବ୍ୟକ୍ତିତ୍ୱ ଅଛି, ଆମର ଅସ୍ତିତ୍ୱ ଅଛି, ଇଣ୍ଡିଭିଜୁଆଲିଟି ଆକୁ କହନ୍ତି, ଆଇଡେଣ୍ଟିଟି କହନ୍ତି। ଆମର ଗୋଟେ ପରିଚୟ ଅଛି, ଆମେ ଆତ୍ମା, ସନାତନ, ଭଗବାନଙ୍କର ଅଂଶ। କିନ୍ତୁ ସେମାନେ କହନ୍ତି ଯେ ଏଇ ଯୋଉ ଜିନିଷଟା ଇଣ୍ଡିଭିଜୁଆଲିଟି, ସେମାନେ ଯୁକ୍ତି କରନ୍ତି ଏ ଇଣ୍ଡିଭିଜୁଆଲିଟି କେବଳ ବଦ୍ଧ ଅବସ୍ଥାରେ, ଅର୍ଥାତ କଣ୍ଡିସନ ଷ୍ଟେଟରେ, ତାଙ୍କ ଆର୍ଗୁମେଣ୍ଟ ଦେଖନ୍ତୁ, ବଦ୍ଧ ଅବସ୍ଥାରେ, ତାମାନେ ଏଇ ଶରୀର ଭିତରେ ଯେତେବେଳେ ମୁଁ ଅଛି, ମୋର ଇଣ୍ଡିଭିଜୁଆଲିଟି ଅଛି। ମୁଁ ଯେତେବେଳେ ଶରୀରରୁ ବାହାରି ଯାଉଛି, ମୋର ଇଣ୍ଡିଭିଜୁଆଲିଟି କାହିଁ? ମୁକ୍ତି ପାଇଗଲା ପରେ ସେମାନଙ୍କର ଆର୍ଗୁମେଣ୍ଟ ଯେ ବଦ୍ଧ ଅବସ୍ଥାରେ ଇଣ୍ଡିଭିଜୁଆଲିଟି। କିନ୍ତୁ ଉପନିଷଦ ମନା କରୁଛି ଯେ ଆମେ ସବୁବେଳେ ଇଟରନାଲ। ଭଗବାନ ମଧ୍ୟ ଏଠି କହୁଛନ୍ତି ଯେ ଭବିଷ୍ୟତରେ ମଧ୍ୟ ଆମର ଇଣ୍ଡିଭିଜୁଆଲିଟି ଅଛି, ଆମେ ରହିବା ଭବିଷ୍ୟତରେ। ତାହେଲେ ଭଗବାନ ଯେତେବେଳେ ଭବିଷ୍ୟତ କଥା କହୁଛନ୍ତି, ଭବିଷ୍ୟତରେ କଣ ଭଗବାନ ସାର୍ଟିଫିକେଟ ଦେଇଦେଲେ ଯେ ମୁଁ ସବୁଦିନ ପାଇଁ ବଦ୍ଧ ହେଇକି ରହିବି? ତାହେଲେ ସେ ଭଗବତ ଗୀତା କାହିଁକି ଆମକୁ ଶିଖଉଛନ୍ତି? ତାଙ୍କର ଉଦ୍ଦେଶ୍ୟ ହଉଛି ଯେ, ଭଗବତ ଗୀତାର ଉଦ୍ଦେଶ୍ୟ ହଉଛି ଯେ ମୋର ବଦ୍ଧ ଜୀବନରୁ ମତେ ବାହାରିବା ଦରକାର, ମୁକ୍ତି ମିଳିବା ଦରକାର। ତେଣୁ ଯେତେବେଳେ ଭବିଷ୍ୟତ କଥା କହୁଛନ୍ତି, ତାମାନେ ଭବିଷ୍ୟତରେ ସେ କଣ୍ଡିସନ ଷ୍ଟେଟ, ବଦ୍ଧ ଜୀବନ ଏବଂ ମୁକ୍ତି ଅବସ୍ଥା ମଧ୍ୟ ସେ କହୁଛନ୍ତି। ଦିଟା ଯାକକୁ ନଜର ରଖିକି ସେ କହିଛନ୍ତି ଯେ ଆମେ ଏକ୍ଜିଷ୍ଟ କରିବା। ଏଠି ଆମେ ଶରୀର ଭିତରେ ରହୁଛେ, ସେଠି ଆମେ କେବଳ ଆତ୍ମା ରୂପେ, ସଚିଦାନନ୍ଦ ରୂପେ ରହିବା ଯେତେବେଳେ ମୁକ୍ତି ହେଇଯିବ। ତାଙ୍କୁ ଯେତେବେଳେ ଶ୍ଲୋକଟି ଏମିତି ବୁଝେଇ ଦିଆଯାଏ ଯେ ଏଭଳି କୁହାଯାଇଛି ଏଠି, ସେମାନେ ପୁଣି ଫର୍ଦର ଆର୍ଗୁମେଣ୍ଟ କରନ୍ତି ଯେ ଭବିଷ୍ୟତ କଥା କାହିଁ କୁହାହେଲା। ତେଣୁ ସେମାନେ ଆର୍ଗୁମେଣ୍ଟ କରନ୍ତି କଣ ଯେ ନାଇଁ, ଏଇ ଯୋଉ କଥାଟି କୁହାଯାଇଛି ଏଇଟା କେବଳ କୁହାଯାଇଛି କୋଉଥିପାଇଁ? ଏଇଟା କେବଳ ମାନେ ଭୌତିକ, ମାନେ ଏଇ ଯୋଉ ଇଣ୍ଡିଭିଜୁଆଲିଟିଟା ହଉଛି ଭୌତିକ, ମ୍ୟାଟେରିଆଲ, ସ୍ପିରିଚୁଆଲ ନୁହେଁ, ଏଭଳି ଯୁକ୍ତି କରନ୍ତି। ଯଦି ମ୍ୟାଟେରିଆଲ, ତାମାନେ କୃଷ୍ଣ କଣ ମ୍ୟାଟେରିଆଲ? ମ୍ୟୁଟ କରନ୍ତୁ, ମ୍ୟୁଟ କରିଦିଅନ୍ତୁ, ଡିଷ୍ଟର୍ବାନ୍ସ ହଉଛି, ମ୍ୟୁଟ କରନ୍ତୁ। ମ୍ୟୁଟରେ ରୁହନ୍ତୁ, ନହେଲେ ମୋ ଟାଇମ ୱେଷ୍ଟେଜ ହେଇଯିବ। ଆଚ୍ଛା, ତେଣୁ ସେଠି ସେ ଆର୍ଗୁମେଣ୍ଟ କରୁଛନ୍ତି ଯେ ଏଇ ଯୋଉ ଇଣ୍ଡିଭିଜୁଆଲିଟି ହଉଛି ଏଟା ମ୍ୟାଟେରିଆଲ, এটা ସ୍ପିରିଚୁଆଲ ନୁହେଁ। ଏଗେନ୍ ଯଦି ସେଇଆ, ତାହେଲେ କୃଷ୍ଣ କଣ ମ୍ୟାଟେରିଆଲ? ତ ବ୍ରହ୍ମା ନିଜେ କହୁଛନ୍ତି ଯେ ଈଶ୍ୱର ପରମ କୃଷ୍ଣ ସଚିଦାନନ୍ଦ ବିଗ୍ରହ, ଅନାଦିରାଦିର୍ ଗୋବିନ୍ଦ ସର୍ବ କାରଣମ୍ କାରଣ, ସଚ୍ଚିଦାନନ୍ଦ ବିଗ୍ରହ ସେଠି କହିଛନ୍ତି। ତେଣୁ ତାଙ୍କ ଶରୀରଟି ହଉଛି ସଚ୍ଚିଦାନନ୍ଦ, ସ୍ପିରିଚୁଆଲ, ବ୍ରହ୍ମା ସେଠି କହୁଛନ୍ତି। ତା ଛଡା ଯଦି ପ୍ରକୃତରେ
ସ୍ପିରିଚୁଆଲ ନୁହେଁ, କୃଷ୍ଣଙ୍କର ମ୍ୟାଟେରିଆଲ, ଯଦି କୃଷ୍ଣ ମ୍ୟାଟେରିଆଲ ରକ୍ତ ମାଂସର ଶରୀର, ତାହେଲେ ତାଙ୍କ ପାଖରେ ଚାରୋଟି ଡିଫେକ୍ଟ ନିହାତି ରହିବ। କଣ? ଯୋଉଟା ଆମ ପାଖରେ ଅଛି। ସେଇ ଚାରୋଟି ଡିଫେକ୍ଟ କଣ ନା, ସିଏ ହଉଛି ତାଙ୍କର ଯୋଉ ସେନ୍ସ ଗୁଡିକ ଇମ୍ପରଫେକ୍ଟ ସେନ୍ସେସ୍। ସେକେଣ୍ଡ, ସେ ଅତି ସହଜରେ ମାୟାରେ ରହିବେ, ଇଲ୍ୟୁଜନରେ, ସେକେଣ୍ଡ ଡିଫେକ୍ଟ। ଥାର୍ଡ, ତାଙ୍କର ଭୁଲ କରିବାର ପ୍ରବୃତ୍ତି ରହିବ, ଏବଂ ଫୋର୍ଥ ଡିଫେକ୍ଟ, ଏବଂ ଠକିବେ। ତାମାନେ ଚାରୋଟି ଡିଫେକ୍ଟ ଭଗବାନଙ୍କ ପାଖରେ ଅଛି ଯଦି ସେ ମ୍ୟାଟେରିଆଲ। ଯଦି ଚାରୋଟି ଡିଫେକ୍ଟ ଅଛି, ତାହେଲେ ଏଇ ଚାରୋଟି ଡିଫେକ୍ଟ ଥିବା ଲୋକ କୌଣସି ଦିବ୍ୟ ଜ୍ଞାନ ଦେଇପାରିବନି, ଯୋଉ ଦିବ୍ୟ ଜ୍ଞାନ ମୋ ପାଇଁ ପଢିବା ଯୋଗ୍ୟ ହବ, ଜାଣିବା ଯୋଗ୍ୟ ହବ। କୌଣସି ଏଇଭଳି ଚାରୋଟି ଡିଫେକ୍ଟ ଥିବା ଲୋକ କେବେ ହେଲେ ଦେଇପାରିବନି। ତେଣୁ କେବେ ହେଲେ କୃଷ୍ଣ ଯେତେବେଳେ ଦିବ୍ୟ ଜ୍ଞାନ ଦେଇଛନ୍ତି, ଅର୍ଥ ସେ ଆପରିଶିକ, ସେ ମ୍ୟାଟେରିଆଲ ନୁହନ୍ତି, ସ୍ପିରିଚୁଆଲ। ତଥାପି ସେମାନେ କହନ୍ତି ଯେ ନାଇଁ ଠିକ ଅଛି, ସେ ବ୍ୟକ୍ତିତ୍ୱଟା ହଉଛି କେବଳ ଦେହ ପାଇଁ। ଏଗେନ୍ ତାଙ୍କୁ କୁହାଯାଏ ଯେ 11 ନମ୍ବର ଶ୍ଲୋକରେ, ଯେତେବେଳେ ଅଲରେଡି ନିନ୍ଦା କରିସାରିଲେଣି ଦେହଟାକୁ, ପୁଣି ଦେହ କଥା କୃଷ୍ଣ କାହିଁକି ରିପିଟ କରିବେ? ଏଠି ଆତ୍ମା କଥା ସେ କହୁଛନ୍ତି। ସେ କହୁଛନ୍ତି ନା, ନାନୁଶୋଚନ୍ତି ପଣ୍ଡିତା ଗତାଶୁନ ଅଗତାଶୁନଶ୍ଚ। ଯୋଉଟା ଶରୀରଟାର ଯୋଉଠି ପ୍ରାଣ ଚାଲି ଯାଇଛି, ଅର୍ଥାତ ଡେଡ୍, ତା ପାଇଁ ଚିନ୍ତା କରନ୍ତିନି, କି ଜୀବିତ ପାଇଁ ଚିନ୍ତା କରନ୍ତିନି। ଅସତ୍ୟାନ ବୋଲି କହୁଛନ୍ତି କାହାକୁ? ଶରୀରଟାକୁ। ଶରୀରକୁ ନିନ୍ଦା କଲା ପରେ ପୁଣି କହିବେ ଶରୀର ଅନୁସାରେ ବ୍ୟକ୍ତିତ୍ୱ ଅଛି, ଇଏ ତ ଗଲତ ହେଇଗଲା ନା। ତେବେ ଏମାନେ କଣ କରନ୍ତି ନା, ଏମାନେ ହଉଛନ୍ତି ଈର୍ଷାଳୁ ଭଗବାନଙ୍କର। ଏମାନେ ମାନେ ଈର୍ଷା କରନ୍ତି ଭଗବାନଙ୍କୁ। ଏମାନେ ଭଗବାନଙ୍କ ସହିତ ଏକ ହବାକୁ ଚେଷ୍ଟା କରନ୍ତି। ଏଇ ଫିଲୋସଫି ଯୋଉମାନଙ୍କର, ସେମାନେ ନିଜକୁ ଭଗବାନ ଏଷ୍ଟାବ୍ଲିଶ କରିବାକୁ ଚେଷ୍ଟା କରନ୍ତି। ସେଥିପାଇଁ ସେମାନେ କଣ କରନ୍ତି ଯେ କହନ୍ତି ଏଇଭଳି ଯେ ଆମେ ମୁକ୍ତି ପରେ ମିଶିଯିବା ବ୍ରହ୍ମଣ୍ଡରେ, ଆମେ ଏକ ହେଇଯିବା, ଭଗବାନ ହେଇଯିବା। ଏମାନେ କଣ କରନ୍ତି? ପ୍ରଭୁପାଦ କହୁଛନ୍ତି ଯୋଉ ମହୁ ବୋତଲଟିଏ, ତା ଚାରିକାଡରେ ଯେତେବେଳେ ମହୁମାଛି ମାନେ ବେଢିକି ରହିଥାନ୍ତି, ସେ ଆକ୍ଚୁଆଲି ମହୁକୁ ଖାଇ ପାରୁନାହାନ୍ତି, ସେ ଖାଲି ବୋତଲ ଚାରିକଡରେ ରହିଥାନ୍ତି। ସେମିତି ଏମାନେ ଖାଲି ଭଗବତ ଗୀତାରୁ ଉପରୁ 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 ସେମାନେ ପଢିକି ଚାଲି ଯାଆନ୍ତି, କିନ୍ତୁ ଭିତରକୁ ପ୍ରବେଶ କରିପାରନ୍ତିନି। କାହିଁକି? ଭିତରକୁ ଭିତରକୁ କାହିଁକି ସେ ଯାଇପାରନ୍ତିନି? ଏଇଥିପାଇଁ କି ସେମାନେ ଭକ୍ତ ନୁହନ୍ତି। କେବଳ ଭକ୍ତ ହିଁ ବୁଝିପାରିବେ। ଭକ୍ତ୍ୟା ମାଙ୍ଗ ଅଭିଜାନନ୍ତି ବୋଲି ଭଗବାନ ନିଜେ ଗୀତାରେ କହୁଛନ୍ତି। ଖାଲି ସେତିକି ନୁହଁ, ସେ ମଧ୍ୟ ଯୋଉ 4 ନମ୍ବର ଚତୁର୍ଥ ଅଧ୍ୟାୟରେ ସେ କହିବେ, ଭକ୍ତୋସି ମେ ସଖା ଚ ଇତି ଏତଦ୍ ରହସ୍ୟମ୍ ଉତ୍ତମମ୍। ମୁଁ ଏଇ ଯୋଉ ରହସ୍ୟ, ସର୍ବଶ୍ରେଷ୍ଠ ଜ୍ଞାନ ତମକୁ ଦଉଛି, କାହିଁକି? ତମେ ମୋର ସଖା ଏବଂ ତମେ ମୋର ଭକ୍ତ। ତେଣୁ ଭକ୍ତ ହିଁ ବୁଝିପାରିବେ। ଭଗବାନ ନିଜେ କହୁଛନ୍ତି ଭକ୍ତ ନହେଲେ ବୁଝିପାରିବନି ବୋଲି ଏ ଶ୍ଲୋକରେ ସେ କହିଦେଲେ। ଭକ୍ତି କରିବାକୁ ହେଲେ କଣ ଦରକାର? ଯଦି ଆମେ ଭଗବାନଙ୍କର ସାନ୍ନିଧ୍ୟ ଲାଭ କରିବାକୁ ଚାହୁଁଛେ, ଭଗବାନଙ୍କୁ ବୁଝିପାରିବା ଏବଂ ଭଗବାନଙ୍କ ପାଖକୁ ଆମେ ଯାଇପାରିବା, ଆମେ ଏଇ ଯୋଉ ଜନ୍ମ ମୃତ୍ୟୁକୁ ଆମେ କାଟିପାରିବା, ଆମେ ଆତ୍ମା ଏ ଶରୀରରୁ ବାହାରି ପାରିବା, ତାହେଲେ ଆମର କଣ ଦରକାର? ଆମେ ଭକ୍ତ ହବା ଦରକାର। ଭକ୍ତର ଅର୍ଥ କଣ? କେବଳ ହରେ କୃଷ୍ଣ ମହାମନ୍ତ୍ର ଜପଟି ଆମେ ଯଦି ଜପିବା ବି ସଫିସିଏଣ୍ଟ। ଭଗବାନ ନିଜେ କହୁଛନ୍ତି, ଗୋଟେ ଆଗରେ ଯାଇ କହିବେ, ସତତମ କୀର୍ତ୍ତନ ତମା, ମାନେ ମତେ ବାରମ୍ବାର ବାରମ୍ବାର ଚାଣ୍ଟିଂ, ମାନେ ଜପ କର, ମୋ ନାଁକୁ ନିଅ। ଯଦି ପର୍ପସ ଅଫ ଲାଇଫଟାକୁ ଆଟେଣ୍ଡ କରିବାର ଅଛି, ଜୀବନର ଉଦ୍ଦେଶ୍ୟ ସଫଳ କରିବାକୁ ଅଛି। ଚୈତନ୍ୟ ମହାପ୍ରଭୁ କହୁଛନ୍ତି କୀର୍ତ୍ତନୀୟ ସଦା ହରି, ସବୁବେଳେ ହରିଙ୍କ ନାମ ନିଅ। ଆଉ ପ୍ରଭୁପାଦ ତ ବହୁତ ଦୟାଳୁ, ସେ ତ କହିଲେ 16 ରାଉଣ୍ଡ କରିବା ପାଇଁ। ଇଏ ତ ବରଂ କଠିନ କରିଦେଇଥିଲେ କୃଷ୍ଣ, ଏବଂ ନିଜେ ଚୈତନ୍ୟ ମହାପ୍ରଭୁ ମଧ୍ୟ ସିଏ ବି କଷ୍ଟ କରିଛନ୍ତି। ସଦା ହରି ସବୁବେଳେ କହୁଛନ୍ତି କହିବାକୁ।
କିନ୍ତୁ ପ୍ରପାତ କହୁଛନ୍ତି ମିନିମମ୍, ଅବଶ୍ୟ ମାକ୍ସିମମ୍ ତ ଅଛି, ସେ ମିନିମମ୍ କଥା କହିଛନ୍ତି 16 ରାଉଣ୍ଡ। ସେତିକି ତ ଆମେ କରିକି କିଛି ତ ଆମର ଉଦ୍ଦେଶ୍ୟ ସଫଳ ହେଇପାରିବ ନା। ତେଣୁ ଇଏ ହଉଛି ଯେ କନଷ୍ଟାଣ୍ଟ ଆଉ ରେଗୁଲାର ଚାଣ୍ଟିଂ, ଆମେ ଭଗବାନଙ୍କର ମର୍ସି ଆମକୁ ମିଳିବ। ଭଗବତ ଗୀତା ବୁଝିବା, ଜୀବନର ଉଦ୍ଦେଶ୍ୟକୁ ସଫଳ କରିବା। ଇଏ ହଉଛି 12 ନମ୍ବର ଶ୍ଲୋକ। ଆମେ ନେକ୍ସଟ 13 ନମ୍ବର ଶ୍ଲୋକକୁ ଯିବା, ଯୋଉଠି ଭଗବାନ ପ୍ରଥମେ 11ରେ କଣ, ଅର୍ଜୁନ ପ୍ରଥମେ 11ରେ କଣ ତାଙ୍କର ଡାଉଟ ଆସିଲା ଯେ ଯଦି ଲୋକ ମରିଯାଉଛି କାହିଁକି ମୁଁ ଶୋକ କରିବିନି, ଦୁଃଖ କରିବିନି। ଭଗବାନ 12ରେ କହୁଛନ୍ତି ଯେ କାରଣ ଆମେ ମରୁନେ। ତେଣୁ ନ୍ୟାଚୁରାଲ ଡାଉଟ ଆସିବ କୃଷ୍ଣ ଅର୍ଜୁନଙ୍କର, ଯଦି ଆମେ ମରୁନେ ତାହେଲେ ମୃତ୍ୟୁ କଣ, ସେ ଜିନିଷର ଉତ୍ତର ଦେବେ ମୃତ୍ୟୁ କଣ, 13 ନମ୍ବର ଶ୍ଲୋକରେ ଉତ୍ତର ଦେବେ ଭଗବାନ। ଆମେ ନେକ୍ସଟ କ୍ଲାସରେ ତାକୁ ରବିବାର ଦିନ ଆଲୋଚନା କରିବା। ହରେ କୃଷ୍ଣ। ଏଠି ଆଜି ବିରାମ ନବା। ग्रंथराज श्रीमद् भगवत गीता की जय, श्रीला प्रभुपाद की जय, गौर भक्त वृंद की जय। हरे कृष्ण।